ମାର୍କେଟରେ ଆମ ସହିତ କଣ ହେଲା ଆମେ ମନ ଦୁଃଖରେ କଣ ପାଇଁ ଘରକୁ ଫେରିଲୁ ଚାଲନ୍ତୁ ଦେଖିବା ଭିଡିଓରେ। ତ ଏଠି ମୁଁ ମମି ତାର ଏଠି ପୂଜା କରିବାରେ ଲାଗିଛି ସକାଳୁ ସକାଳୁ। ଆଉ ଏଇଠି ଦେଖନ୍ତୁ ମମିର ପୂଜା ଡନ୍ ହେଇସାରିଛି। ତ ସେଠି ମୁଁ ଟିକେ ଦେଖେଇ ଦେଇଛି ଠାକୁରଙ୍କୁ। ଦେଖନ୍ତୁ ଆମ ଠାକୁରଙ୍କୁ ଭଲ ଦେଖାଯାଉଛନ୍ତି, ପୁରା ସୁନ୍ଦର ଦେଖାଯାଉଛନ୍ତି। ଏଠି ମମିର ପୂଜା ସରିଲା ପରେ ମୁଁ ଏଠି ବ୍ରେଡ ଆଉ ଅମଲେଟ ବନେଇ ଦେଇଥିଲି। ତାପରେ ସନ୍ଧ୍ୟା ନା ବେଳଓଳିରେ ଆମେ ବାହାରି ଆସିଥିଲୁ ଟିକେ ମାର୍କେଟ, ମୋର ଆଉ ମୋ ମହିଳା ମିତ୍ରର ଓଟ୍ସ ନବା ପାଇଁ। କିନ୍ତୁ ଓଟ୍ସ ପାଇଲୁନି, କିନ୍ତୁ ଅନ୍ୟ କମ୍ପାନୀର ଓଟ୍ସ ଯେହେତୁ ପାଇଲୁ ସେଥିପାଇଁ ଆମେ ଆଣିଲୁନି। ତାପରେ ଏଠି ଦେଖନ୍ତୁ ମୋର ମହିଳା ମିତ୍ର କିଛି ତ ଖୋଜିବା ପାଇଁ ଚେଷ୍ଟା କରୁଛନ୍ତି କିନ୍ତୁ ସେ ପାଉନାହାନ୍ତି। ତ ଏଇଠି ଆମେ ତାପରେ ଆସିଗଲୁ ଫାଷ୍ଟ ଫୁଡ ଦୋକାନ, ଯୋଉଟା କି ଆମ ଜଗା ଭାଇ ପୁରା ଫେମସ ଆମ ବାସୁଦେବପୁର। ତ ସେ ଆସିଗଲୁ ସେଇଠି 50 ଟଙ୍କାରେ ସେ ବହୁତ ଭଲ ଦିଅନ୍ତି ରୋଲ, ପୁରା ନମ୍ବର 1 ରୋଲ ଦିଅନ୍ତି। ତ ସେଥିପାଇଁ ଆମେ ସେଇଠିକି ଆସିଗଲୁ ନବା ପାଇଁ। ତାପରେ ଏଠି ଆସିକି ଆମେ ଦେଖନ୍ତୁ ମଞ୍ଚୁରିଆନ ଆଉ ଏଠି ମତେ ଫ୍ରିରେ ମିଳିଥିବା ଗୋଟେ ପକୋଡାକୁ ମୁଁ ଖାଉଛି କେମିତି ଦେଖନ୍ତୁ। କେହି ବି କମେଣ୍ଟ କରିବେନି ମାଗଣା ଖାଇନୁ, ମୁଁ ଏଇଟା କହିକି ଆଣିଥିଲି। ଆଉ ଏଠି ରୋଲ ଟା ଦେଖନ୍ତୁ ପୁରା ଟେଷ୍ଟି ଥିଲା। ମୋର ଯୋଉ ଏକ୍ସପ୍ରେସନ ଆପଣ ମାନେ ଜାଣିପାରୁଥିବେ। ତ ଆପଣ ମାନେ ନିହାତି ଥରେ ଟ୍ରାଏ କରିବେ ଜଗା ଭାଇଙ୍କ ପାଖରୁ ଯଦି ବାସୁଦେବପୁର କେବେ ଆସୁଛନ୍ତି ଏବେ କଲେଜ ଛକରେ। ଦେଖନ୍ତୁ ମମିର ଏକ୍ସପ୍ରେସନ ଟା ଦେଖିକି ଜାଣିପାରୁଥିବେ। ତବ ତକ ବାଏ, ପୁଣି ଦେଖା ହବ ନେକ୍ସଟ